ଆଜି ଆଲୋଚନା କରିବା 14 ଦିନ ପାଟି କବାଟ ପଡିବ। ବୁଝିଗଲା? ଗୋଟେ ଭଲ କଥା ମନେ ରଖ, ପୁରୀରେ ଆମେ ଯେତେବେଳେ ଯାଉ ସବୁ ଅତୀତରେ 4 ଦ୍ୱାର ଖୋଲା ନଥାଏ? 4 ଦ୍ୱାର ଖୋଲା ଥିଲା। କୋରୋନା ଆଇଲା। କୋରୋନା ଯେତେବେଳେ ଆଇଲା ସେଠୁ ଗଭର୍ଣ୍ଣମେଣ୍ଟ କଣ କଲେ, 3 ଦ୍ୱାର ବନ୍ଦ କଲେ, ଗୋଟିଏ ଦ୍ୱାର ଖୋଲିଲେ। ନା ଖୋଲିଲେନି? ପ୍ରଭୁଙ୍କର 4 ଦ୍ୱାର ଖୋଲା ଅଛି, ଖୋଲା ରହିଲା, କିଛି ଅସୁବିଧା ନାହିଁ। ଏ ବହୁତ ଆଲୋଚନା ହେଲା, ଆମ ପାଖକୁ ବି ବହୁତ ଫୋନ ଆସିଛି, ଏ ପ୍ରଳୟ ହେଇଯିବ, ଅମୁକ ହବ, ସମୁକ ହବ, ଏମିତି ସବୁ କହନ୍ତି। କିନ୍ତୁ ମହାପୁରୁଷ କହିଛନ୍ତି ଦିନେ ନା ଦିନେ 14 ଦିନ ବଡ ଦେଉଳରେ 4 ଦ୍ୱାର ବନ୍ଦ ରହିବ ଏବଂ ଜଗତରେ ସେତେବେଳେ ପାଟି କବାଟ କଣ ହେଇଯିବ? ପଡିଯିବ। ହେଲା, ଏ 4 ଦ୍ୱାର ଖୋଲିବା କଥା ମହାପୁରୁଷ କହୁନାହାନ୍ତି, 4 ଦ୍ୱାର ବନ୍ଦ ହବା କଥା କହୁଛନ୍ତି। ବୁଝିପାରିଲ ନା ବୁଝିପାରିଲ? ତେଣୁ ଏ ଯୋଉ ପ୍ରଳୟ କଥା, ପ୍ରଳୟ ମନୁଷ୍ୟ ସଂସାରକୁ ନାହିଁ। ମହାପୁରୁଷଙ୍କ ଭାଷାରେ ବା ବ୍ୟାସଙ୍କ ଭାଷାରେ କଳଉ 10 ସହସ୍ରାଣୀ ବିଷ୍ଣୁ ତେଜନ୍ତି ମେଦିନୀ। କଳି ଯେତେବେଳେ 10,000 ବର୍ଷ ଭୋଗ କରିବ, ବିଷ୍ଣୁ ମେଦିନୀ ତ୍ୟାଗ କରିବେ, ସେ ସମୟରେ ମାନେ ଭୟଙ୍କର ଖଣ୍ଡ ପ୍ରଳୟ ହବ, ମହାପ୍ରଳୟ ହବ ନାହିଁ। ବୁଝି ହଉଛି ନା? ମହାପ୍ରଳୟ ତ ଫେର ସଂସାର ଧ୍ୱଂସ ହେଇଯିବ। ଭଗବାନଙ୍କୁ ଡାକିବ କିଏ? ସେ ଭକ୍ତ ପାଇଁ କି ଭଗବାନ ନା। ଆଉ ଯଦି ଭକ୍ତ ନ ରହିବେ, ଜଗତ ନ ରହିବ, ତାହେଲେ ଭଗବାନଙ୍କୁ ପୂଜା କରିବ କିଏ? ଭଗବାନଙ୍କୁ ଚିନ୍ତା କରିବ କିଏ? ଭଗବାନ କାହାକୁ ନେଇକି ଖେଳିବେ? ଭଗବାନ ଖେଳିବା ପାଇଁ କି ଏ ସଂସାର ସମାସ ପୃଥିବୀ କଣ କଲେ? ଆମ ପାଇଁ ସୃଷ୍ଟି କଲେ। ହେଲା, ଦେବତା ଆସିଗଲେ, ଦାନବ ପଳେଇ ଆସିଲେ। ଦାନବ ରହିଲେ ପାତାଳପୁରରେ, ଦେବତା ରହିଲେ ସ୍ୱର୍ଗପୁରରେ। ମର୍ତ୍ତ୍ୟପୁର ଖାଲାଇ ରହିଲା। ତରୁ ତୃଣ ସବୁ ହେଇଗଲା। ମର୍ତ୍ତ୍ୟପୁରକୁ ପିକନିକ କରିବାକୁ ଦେବତା ମାନେ ଆସନ୍ତି, ଦାନବ ମାନେ ମଧ୍ୟ ଆସନ୍ତି। ଏ ଦେବ ଦାନବ ଭିତରେ କଣ ହେଲା? ସବୁବେଳେ ଝଗଡା ହେଲା। କାହା ପାଇଁ କି? ମର୍ତ୍ତ୍ୟପୁର ପାଇଁ। ଭଗବାନ ସେଠି ଚିନ୍ତା କଲେ, ଗୋଟେ ଏମିତିଆ ରୂପ ତିଆରି କରିବି ଯେମିତି ମୁଁ ସେଇ ରୂପରେ ଖେଳିବି, ଆଉ ସେଇ ରୂପରେ କଣ ହେବେ? ଭକ୍ତଙ୍କୁ ସୃଷ୍ଟି କରିବି। ସେ ସେଠୁ ବ୍ରହ୍ମାଙ୍କୁ ନିର୍ଦ୍ଦେଶ ଦେଲେ। ବ୍ରହ୍ମା ସେଠୁ ଜୀବ କଣ କଲେ? ସୃଷ୍ଟି କଲେ, ସଜନା କଲେ। ବୁଝି ହଉଛି ନା? ଜଗତ ସଜନା କରି ପ୍ରଭୁ ସେଇଠୁ ଗୋଟେ ରୂପ ତିଆରି କରିଦେଲେ। ଏଇ ଯୋଉ 2ଟା ହାତ ଥିବ, 2ଟା ଗୋଡ ଥିବ, ଏମିତି ମୁହଁ ଥିବ, ଇଏ ଥିବ। ପ୍ରଭୁଙ୍କୁ ସେଇଠୁ ଭଲ ଲାଗିଲା। ପ୍ରଭୁ କହିଲା, ହଁ ହଁ, ଏଇ ପୋଷ୍ଟଟାକୁ ତମେ ବ୍ରହ୍ମଦେବ ରଖ, ଆମେ ଏଇ ପୋଷ୍ଟ, ଏଇ ଶରୀର କଣ କରିବୁ? ମର୍ତ୍ତ୍ୟ ମଣ୍ଡଳରେ ଆବିର୍ଭୂତ ହବୁ। ସେଠୁ ପ୍ରଭୁ କଣ କଲେ? ସେଠୁ ଗୋଟେ ମାନବ ସଭ୍ୟତା ମର୍ତ୍ତ୍ୟ ମଣ୍ଡଳରେ ଆବିର୍ଭୂତ କରାଇଲେ। ଯାହା ଫଳରେ ପ୍ରଭୁ କଣ କରନ୍ତି? ମାନବ ଶରୀର କଣ କରନ୍ତି? ଆବିର୍ଭୂତ ହେଇ ମର୍ତ୍ତ୍ୟ ମଣ୍ଡଳରେ ଖେଳାଳୀଳା ପରିପ୍ରକାଶ କରନ୍ତି। ଯଦି ମହାପ୍ରଳୟ ହବ, ଜଗତ ଧ୍ୱଂସ ହେଇଯିବ, ପ୍ରଭୁ କାହାକୁ ନେଇ ଖେଳିବେ? ହଁ କି ନାଇଁ? ତେଣୁ ଭକ୍ତ ନଥିଲେ ପ୍ରଭୁ ନାହାନ୍ତି, ପ୍ରଭୁ ଥିଲେ ଭକ୍ତ ନାହାନ୍ତି। ତେଣୁ ଭକ୍ତ ରହିବେ, ପ୍ରଭୁ ମଧ୍ୟ ରହିବେ। ସଂସାରକୁ ମହାପ୍ରଳୟ ଭୋଗ ନାହିଁ। ଯୁଗକୁ ଯୁଗ ଏହି ମତ ପରମାନନ୍ଦ ଏ ଜଗତ। କିଛି କ୍ଷୟ ହେଇଛି, ଯୁଗେ ଯୁଗେ ମୃତ୍ୟୁକୁ ସମସ୍ତେ ଭୟ କରନ୍ତି। କିଛି କ୍ଷୟ ହେଇଛି, ତାପରେ ଯୋଉ କିଛି ବ୍ୟକ୍ତିଙ୍କର ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେଇଛି, ହିଂସା ପରିତ୍ୟାଗ ସବୁ ଦୂର ହେଇଛି, ପୁଣି ଜଗତ ସୃଷ୍ଟି ସର୍ଜନା, ପୁଣି ଜଗତ ପୁରା ଶାନ୍ତିର ପରିବେଶ କଣ ହେଇଛି? ପରିଚାଳିତ ହେଇଛି। ସେମିତି କଳିଯୁଗରେ ସେଇଆ ହବ। ସେଥିରେ ଆମର କଣ ଅଛି? ଯଦିଓ ହବ, ଆମକୁ ଏତେ ମରଣକୁ ଭୟ, ମରଣ ତ ଆମ ହାତରେ ନାହିଁ। ମରଣ ରହିଛି କାହା ହାତରେ? ଦୈବ ଦୌଡ଼ି ମଣିଷ ଗାଈ, ଜେଣିକି ଟାଣ ହୋଇ ସେଣିକି ଯାଇ, ତା ହାତରେ ରହିଲା ମୃତ୍ୟୁ।
ନା ନାଇଁ? ଯମ କେତେବେଳେ କଣ କରିବ, ଟାଣି ନେଇଯିବ, ଆମେ ଆଣିପାରିବା କି? ମୃତ୍ୟୁର ତା ହାତରେ, ସେ ତା ହାତରୁ କେମିତି ତରିବା ସେଇଟାକୁ ଆମେ ଚିନ୍ତା କେହି କଲେ ନାହିଁ। କାଳକୁ ଆମେ କଣ କରୁଛେ, ଭୟ କରୁଛେ, କାଳ ମୁଖରୁ କେମିତି ତରିବା ସେଇଟାକୁ କେହି ଚିନ୍ତା କରୁ ନାହୁଁ। ତେଣୁ ଜନ୍ମ ହେଇଛେ ଦିନେ, ମୃତ୍ୟୁ ଦିନେ, ସେଥିରେ ଭୟ କରିବା କଣ ଅଛି? ବିଧିର ବିଧାନ ଅତୀତରେ ସବୁ ଘଟିଛି, ଆଗକୁ ସେଇଆ ଘଟିବ। ସେ ଯାହା ହଉ, ମହାପୁରୁଷ କହୁଛନ୍ତି ଚାରି ଦ୍ୱାର ଖୋଲା ଅଛି ଏବଂ ଖୋଲା ରହିବ। ହେ ବାବୁ ରାମ, ଶିବକଳ୍ପ ଶାସ୍ତ୍ରରେ ଏମିତି ଗୋଟେ ସମୟ ଆସିବ, କେବଳ ବଡ ଦେଉଳ ନୁହଁ, ଜଗତରେ 14 ଦିନ କଣ ହେଇଯିବ, ତାଟି କବାଟ ପଡିଯିବ। ବୁଝି ହଉଛି? କାହା ଘର କବାଟ ଖୋଲିବ ନାହିଁ। କଣ ମହାପୁରୁଷ କହିଲେ? କହିଲେ ବାଣ ଋତୁରେ ଭାଦ୍ରବରେ ଧ୍ରୁବ, ଥୟ ନ ପଡିବେ କେହି, ଝାଡ଼ ଜଙ୍ଗଲରେ ଯେତିକ ରହିବେ କୂଳକୁ ବିହନ ସେଇ। ପାତାଳେ ବାସୁକି ଚମକି ପଡିବ, ଭୈରବୀ ଛାଡିବ ରଡି, ଅନ୍ଦି ସନ୍ଧି ଭେଦି ପର୍ବତ ମାହାଳେ ଯୋଗ୍ନି ଦେଉଥିବେ ଧାଡ଼ି। ଚାରି ଦିଗ ଯାକ ଅନ୍ଧାର ହୋଇବ, ଉତ୍ତରୁ ବହିବ ହିମ, 4 ଦିନ ମଧ୍ୟ ପୃଥ୍ୱୀନାଶ ଯିବ, ଅଗ୍ନିକୁଣ୍ଡ ନ ମାନିବ। 12 ହାତ ଦୀର୍ଘ ବରଫ ପଡିବ, ମାଟି ନ ଦିଶିବ କାହିଁ, 14 ଦିନ ଦ୍ୱାର ନ ଖୋଲିବ, ହେତୁ କର ବାର ପୁଇ। ଦ୍ୱାଦଶ ଗୋପାଳଙ୍କୁ ମହାପୁରୁଷ ଅଚ୍ୟୁତ କହିଲେ। କହିଲେ 14 ଦିନ କଣ ହେଇଯିବ, କବାଟ ବନ୍ଦ ହେଇଯିବ, ଦ୍ୱାର ନ ଖୋଲିବ, ମାନେ କବାଟ କଣ ହେଇଯିବ, ସମସ୍ତଙ୍କର ତାଟି କବାଟ ବନ୍ଦ ହେଇଯିବ। କାହିଁକି ନା 12 ହାତ ଦୀର୍ଘ ବରଫ ପଡିବ, ମାଟି ନ ଦିଶିବ କାହିଁ। ମାନେ ଏ ଉତ୍କଳ ଦେଶରେ, ଏ ପୂର୍ବ ଉପକୂଳ ହେଲେ ମଧ୍ୟ, ସମୁଦ୍ର ଉପକୂଳ ହେଲେ ମଧ୍ୟ, ଏଠି ଦିନେ 12 ହାତ ଦୀର୍ଘ କଣ ହେଇଯିବ, ବରଫ ପଡିବ। ମାନେ କେତେ ଉଞ୍ଚାରେ, 12 ଫୁଟ ମାନେ ଗୋଟେ ବିଲ୍ଡିଂ, ଆଉ କଣ ହାଇଟ କଣ ହେଇଯିବ, ବରଫପାତ ହବ। 4 ଦିନ ମଧ୍ୟ ପୃଥ୍ୱୀନାଶ ଯିବ, ଅଗ୍ନିକୁଣ୍ଡ ନ ମାରିବ, 4 ଦିଗ ଯାକ ଅନ୍ଧାର ହୋଇବ, ଉତ୍ତରୁ ବହିବ ହିମ। ମାନେ ଉତ୍ତର ଦିଗରୁ ଏମିତି ଥଣ୍ଡା ପବନ ବହିବ, ଓଡିଶାରେ କଣ ହେଇଯିବ, ମାନେ ବରଫାଚ୍ଛନ୍ନ ହବ। ଥଣ୍ଡାର ଖରା ତେପ କମିଯିବ, କଣ ହେଇଯିବ, ଥଣ୍ଡାର ତୋପଟା ବଢିଯିବ। ଏ କଥା ଏଠି ରହିଲା। ଆଉ ଗୋଟେ କଥା ମନେ ରଖିଥାଅ, ଆମେ ଆଗରୁ କହିଥିଲେ 24 ଅଙ୍କରେ ଭୈରବୀ ଡାକିବ ନା ନାଇଁ। ଆଉ ବିଶ୍ୱଯୁଦ୍ଧ କେବେ ହବ? ଜଣେ ଭାଇ କମେଣ୍ଟରେ ଲେଖିଥିଲେ, ଆମ ତା ନାଁଟା ମନେ ନାହିଁ। ବିଶ୍ୱଯୁଦ୍ଧ ଅଲରେଡି ଆରମ୍ଭ ହେଇଯାଇଛି। କୋଉଠୁ? 49 ଅଙ୍କରୁ ବିଶ୍ୱଯୁଦ୍ଧ ଆରମ୍ଭ ହେଇଛି। ୟୁକ୍ରେନ ଆଉ ରୁଷ ଠାରୁ ଆରମ୍ଭ ହେଇଛି। ଇଏ ଅବିକା ସରିବାର ନାହିଁ। ଏମିତି ପରସ୍ପର ଭିତରେ ଏଇଠୁ କଣ, ସେଇଠୁ ଯୁଦ୍ଧ ଆରମ୍ଭ ହେଇଛି। ଏଣ୍ଡ ହବ ଇଣ୍ଡିଆରେ, ଭାରତରେ। ବୁଝିଗଲା ନା? ସେ ଲେଖିଛନ୍ତି କଣ, ଯାର ଜାତ ସୁତ ପାଣ୍ଡବ କନାଥ, ତାମେ କଙ୍କଡା ରଖିବ, ଚତୁର୍ଥ ସମର ହୋଇବ ଆରମ୍ଭ, ରୁଷିଆ ହେବ ବିମୁଖ। ସେ ଅଲରେଡି ହେଇଯାଇଛି, ଆରମ୍ଭ ହେଇଗଲାଣି। ସେ ଭାଇ କହିଥିଲେ ଭାରତରେ କେବେ ହବ ବୋଲି, ଯେତେବେଳେ ମୀନ ଶନି ଥିବ, ମୀନ ରାଶିକି ଶନି ସଞ୍ଚାର ହେବ, ସେ ସମୟରେ ଭାରତ ମଣ୍ଡଳେ, ମାନେ ଭାରତ ଭୂଖଣ୍ଡେ କଣ ହବ, ଯୁଦ୍ଧର ବିଭୀଷିକା ଦେଖାଯାଉ ବୋଲି ମହାପୁରୁଷ କହିଛନ୍ତି। ପୁନଶ୍ଚ ଭୈରବୀ ଯୋଉ ଡାକ ଦେବ, କେତେ ଗୁଡିଏ କଥା ତ କହି ହଉନି, ଏତି ଖାଲି ମନେ ରଖିଥାଅ, ସେଟା ହଉଛି କୋଉଠି, ମୁକୁନ୍ଦ ଦେବଙ୍କ 24 ଅଙ୍କରେ। ବୁଝି ହଉଛି ନା? ମୁକୁନ୍ଦ ଦେବଙ୍କ 24 ଅଙ୍କରେ ଭୁବନେଶ୍ୱରରୁ ଭୈରବୀ ଡାକିବ, ଏବଂ ଭୁବନେଶ୍ୱରରୁ ଗୋଳଟା ମଧ୍ୟ ଆରମ୍ଭ ହବ ବୋଲି ମହାପୁରୁଷ କହିଛନ୍ତି। କୋଉ 24 ଅଙ୍କ? ମୁକୁନ୍ଦ ଦେବଙ୍କ 24 ଅଙ୍କ। ହଉ ଦେ ଛାଡ। ଇଆଡେ କଣ କହିଲେ, ସେ ଯୋଉ 4 ଦିଗ ଯାକ ଅନ୍ଧାର ହୋଇବ, ଉତ୍ତରୁ ବହିବ ହିମ। ଉତ୍ତର ପଟୁ ଏମିତି ଜଳବାୟୁର ପରିବର୍ତ୍ତନ ଘଟିବ, ଓଡିଶାରେ କଣ ହେଇଯିବ, ବରଫାଚ୍ଛନ୍ନ ହବ। ଏଟା କେବେ ହବ ନା, ବାଣ ଋତୁରେବ ଭାଦ୍ରବରେ ଧ୍ରୁବ, ଥୟ ନ ପଡିବେ କେହି। ବାଣ ବୋଲନ୍ତେ 5, ଋତୁ ବୋଲନ୍ତେ 6, ରେବ ବୋଲନ୍ତେ 27, ମିଶିଗଲା 38। କହିଲେ 38 ଅଙ୍କରେ ଭାଦ୍ରବ ମାସରେ ଏ ଘଟଣା ଘଟିବ। ସେ ସମୟରେ କଣ ହବ, ତା ଝାଡ ଜଙ୍ଗଲରେ ଯେତିକି ରହିବେ କୂଳକୁ ବିହନ। ସେ ଯୋଉ ବିତିପାତ ବେଳ ହବ, ତା ଦେହରୁ ଯିଏ ବଞ୍ଚିକି ରହିବେ,
ଝାଡ଼ ଜଙ୍ଗଲରେ ଯେତିକି ରହିବେ। ଆଉ ଗୋଟେ ଭଲ କଥା ମନେ ରଖିଥାଅ, ଝାଡ଼ ଜଙ୍ଗଲ କୋଉ ଜାଗା ବୋଲି ମହାପୁରୁଷ ସ୍ୱତନ୍ତ୍ର ଲେଖିଛନ୍ତି। ଏଟା ଭଲ କଥାଟା ମନେ ରଖିଥାଅ। ଆମେ ଖାଲି କଣ ଜନସମାଜକୁ କହିବା କଥା କଣ ବଛା ବଛି ବେଳ, ମାନେ ବଛା ବଛି ଯୋଉମାନେ ରହିବେ ସେମାନେ ହେବେ କୂଳକୁ ବିହନ। କିନ୍ତୁ ମହାପୁରୁଷ ପ୍ରପର ଲେଖିଛନ୍ତି ଝାଡ଼ ଜଙ୍ଗଲଟା କୋଉ ଜାଗା। ସେ ସମୟରେ ସେ ସ୍ଥାନରେ ଯିଏ ଥିବେ ସେଇମାନେ ବିହନ ହେଇକି ରହିବେ। ଓଡ଼ିଶାରେ ଗୋଟେ ସ୍ୱତନ୍ତ୍ର ସ୍ଥାନ ଅଛି, ସିଏ ଝାଡ଼ ଜଙ୍ଗଲ ବୋଲି କଣ ପ୍ରମାଣ ମହାପୁରୁଷ ଦେଇଛନ୍ତି। ଯାହା ହଉ 38 ଏଇ ଘଟଣା ମାନ ଘଟିବ। ମହାପୁରୁଷ ତାଙ୍କ ଶିବକଳ୍ପ ଶାସ୍ତ୍ରରେ ଦ୍ୱାଦଶ ଗୋପାଳଙ୍କୁ କଣ କହିଥିଲେ, ଏ କଥା ଚେତନା ଦେଇଥିଲେ। କାହିଁକି? କେବଳ ଆମ ମାନଙ୍କ ପାଇଁ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ବୋଲ ଆନନ୍ଦେ ହରି।